ବାର୍ତ୍ତା ପାଇ ମାତା ମାନେ ହର ସୀତା ସୀତା ତୁଷ ନୁହେଁ କିଏ କହି। ଆହା, ବାର୍ତ୍ତା ପାଇ ମାତା ମାନେ ହର ସୀତା ସୀତା ତୁଷ ନୁହେଁ କହି। ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ଅଧିକାରେ ଲୋକ ବହି ବେଶ ଅଭିଷେକର ବେଳେ ଦେଖି ହେବା ସେ ପ୍ରକାର। ବେଶ ଅଭିଷେକର ବେଳେ ଦେଖି ହେବା ସେ ପ୍ରକାର। ଆଚ୍ଛା, ଏଇ କଥା ଯେତେବେଳେ ଆଜ୍ଞା ଚାରିଆଡ଼େ ବାର୍ତ୍ତା ପ୍ରଚାର ହେଇଗଲା, ବାମଦେବ ବଶିଷ୍ଠ ଶ୍ଳେଷାତ୍ମକ କଥା କହିଛନ୍ତି, ଏତେ କଥା ଆଜ୍ଞା ଦଶରଥ କାହିଁକି ବୁଝିବେ? କଥାଟା ଆଜ୍ଞା ତୁଣ୍ଡବାଇଦ ନା, ଆଉ ରାଜ ଅନ୍ତଃପୁରରେ ରାଜ ଉଆସରେ କଥା ଆଉ ରାଜ୍ୟରେ ପ୍ରକଟ ହେଇଗଲା ସାଙ୍ଗେ ସାଙ୍ଗେ ଯେ ରାମଚନ୍ଦ୍ର ଅଳ୍ପ ଦିନ ଭିତରେ ରାଜାଭିଷେକ ହେବେ। ଏଣୁ ବାର୍ତ୍ତା ପାଇ ମାତା ମାନେ ହର ସୀତା ହେଲେ, ଆଉ ସୀତାଙ୍କ ଦୋଷ କହି ହେଉନି। ଆରେ ଯେତେବେଳେ ମା ମାନେ ଏତେ ଆନନ୍ଦିତ ହେଇଛନ୍ତି, ସୀତା ତ ତାଙ୍କର ପତ୍ନୀ ଆଜ୍ଞା ନା, ଆଉ ସିଏ ଆନନ୍ଦିତ ହେବେନି? କାହିଁକିନା ସିଏ ଅଯୋଧ୍ୟାର ରାଣୀ ହେବେ, ରାମଚନ୍ଦ୍ର ରାଜା ହେଲେ ସେ ରାଣୀ ହେବେ ନା। ଏଣୁ ସୀତାଙ୍କ ଦୋଷ ନୁହେଁ କହି ନୁହେଁ। କାହିଁକି ନା କିଭଳି ନା ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ। ଚନ୍ଦ୍ରକୁ ଦେଖିଲେ ଆପଣ ଜାଣି ପୂର୍ଣ୍ଣମୀ ଚନ୍ଦ୍ରର ଉଛୁଳେ ସମୁଦ୍ର ପୂର୍ଣ୍ଣମୀ ରାତ୍ରିର ଚନ୍ଦ୍ରକୁ ଦେଖିଲେ ସମୁଦ୍ର ଯେମିତି ତାହାର ତରଙ୍ଗ ଆହୁରି ଉଛୁଳିଯାଏ, ଅଧିକ ହୁଏ। ଏବେ ମଧ୍ୟ ରହିଛି ସେ ଆଉ ସାଧାରଣତଃ ପୂର୍ଣ୍ଣମୀ ରାତିରେ ଟିକେ ଅଧିକ ସମୁଦ୍ରରେ କଲ୍ଲୋଳ ବା ପ୍ରବାହ ଉତ୍ତାଳ ତରଙ୍ଗ ପ୍ରବାହିତ ହୁଏ। ସେଇଭଳି ଆନନ୍ଦର ତରଙ୍ଗ ସତେ ଯେମିତି ଚନ୍ଦ୍ର ସିନ୍ଧୁର ଯେମିତି ହେଇଯାଏ ଚନ୍ଦ୍ର ଦର୍ଶନରେ, ସେମିତି ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଖବର ଶୁଣିକିରି ସମସ୍ତେ ମା ମାନେ ଆନନ୍ଦରେ କଲ୍ଲୋଳିତ ଏବଂ ପ୍ରଜାମାନେ ମଧ୍ୟ ଏବଂ କୁହାକହି ହେଉଛନ୍ତି ଆନନ୍ଦରେ ସମସ୍ତେ ବିହଳ ହେଇଯାଇଛନ୍ତି। ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ଏବଂ ଅଧିକାରେ ଲୋକ, ଆହୁରି ତାଠାରୁ ଅଧିକରେ ଲୋକମାନେ ଆନନ୍ଦିତ ହେଲେ। ଆଚ୍ଛା, ମା ମାନେ ଆନନ୍ଦିତ ହେଲେ, ସୀତା ତାଙ୍କର ପତ୍ନୀ ବା ସ୍ତ୍ରୀ ସୀତା ମାତା ସୀତା ବି ଆନନ୍ଦିତ ହେଲେ ଏବଂ ସବୁଠୁ ଅଧିକ ଆନନ୍ଦିତ ଲୋକମାନେ ଅଯୋଧ୍ୟାର ସାଧାରଣ ପ୍ରଜା ଜନତା। ଏବଂ ବେଶ ଅଭିଷେକର ବେଳେ ଦେଖି ହେବା, ଅଭିଷେକର ବେଶ ଦେଖିଲା ବେଳେ ଆମେ ଆହୁରି ଅଧିକ ଆନନ୍ଦିତ ହେବୁ। ଯଥାତ୍ ଚନ୍ଦ୍ରକୁ ପୂର୍ଣ୍ଣମୀ ରାତିରେ ଚନ୍ଦ୍ରକୁ ଦେଖି ସିନ୍ଧୁ ବା ସମୁଦ୍ର ଯେଭଳି ଉଛୁଳିଯାଏ, ସେଇଭଳି ଆମେ ମଧ୍ୟ ଅଧିକ ଆନନ୍ଦିତ ହେବୁ। ମା ମାନେ ଆନନ୍ଦିତ ହେବେ, ସୀତା ଆନନ୍ଦିତ ହେବେ ଏବଂ ଅଯୋଧ୍ୟାର ଅସଂଖ୍ୟ ବା ପ୍ରଜାମାନେ ସମସ୍ତ